ନମସ୍କାର। ଆଜିର ଆସ ଗପ ଶୁଣିବା କାର୍ଯ୍ୟକ୍ରମକୁ ମୁଁ ସ୍ୱାଗତ କରୁଛି। ମା ଶ୍ରୀ ଅରବିନ୍ଦଙ୍କ ପାଖରେ ପ୍ରାର୍ଥନା କରୁଛି ସଦା ମା ଶ୍ରୀ ଅରବିନ୍ଦ କରୁଣାର ବର୍ଷା କରୁଥାନ୍ତୁ ଏବଂ ସଦା ଭଲ ପାଉଥାନ୍ତୁ। ଏହି ଯେଉଁ ଗପ ଶୁଣିବା କାର୍ଯ୍ୟକ୍ରମରେ ଆର ମୋ ମୁଖ୍ୟ ଲକ୍ଷ୍ୟ ହେଲା ପିଲାଟି ବେଳରୁ ଗପ ଶୁଣିବା ଦ୍ୱାରା ତା ଭିତରେ ଅନେକ ଭଲ ଗପ ଶୁଣିବା ଦ୍ୱାରା ଭଲ ମଞ୍ଜି ସବୁ ପଡ଼ିଥାଏ। ସେ ଯେତେ ବଡ଼ ହଉ ଭିତରେ ସେ ବିକଶିତ ହୋଇକି ବଡ଼ ହେଲା ବେଳକୁ ସେ ତା'ର କାର୍ଯ୍ୟକାରୀ କରିଥାଏ। ଏହାଦ୍ୱାରା ଗପ ଶୁଣି ତା'ର ବିବେକର ଜାଗ୍ରତ ହୋଇଥାଏ। ଆଉ ଯେତେବେଳେ ପ୍ରତିଟି କ୍ଷେତ୍ରରେ ସେ ଆଗକୁ ବଢ଼ୁଥାଏ ଭଲ କ'ଣ ମନ୍ଦ କ'ଣ ଜାଣିପାରେ। ଆଜି ଆମେ ଗପ ଶୁଣିବା କାର୍ଯ୍ୟକ୍ରମରେ କଳ୍ପନା ସମ୍ପର୍କରେ ଜାଣିବା। ଆମର କଳ୍ପନା ଅନୁସାରେ ଆମର ଜୀବନର ଘଟଣାବଳୀ ମୂର୍ତ୍ତିମନ୍ତ ହୁଏ ବା ବାସ୍ତବ ହୋଇଥାଏ। ତେଣୁ ଆମେ ଯଦି ଅପ୍ରୀତିକର କଳ୍ପନା କରିବା ତାହେଲେ ଅପ୍ରୀତି ଘଟଣା ଗୁଡ଼ିକ ମୂର୍ତ୍ତିମନ୍ତ ହେବ। ଯଦି ପ୍ରୀତିକର କଳ୍ପନା କରିବା ତେଣୁ ପ୍ରୀତିକର ଘଟଣା ବା ସେ ଅନୁସାରେ ଆମର ସବୁ ମୂର୍ତ୍ତିମନ୍ତ ହେବ। କହିବାକୁ ଗଲେ ଆମେ ଯେତେବେଳେ ଅପ୍ରୀତିକର କଳ୍ପନା ମଧ୍ୟରେ ଯଦି ନିଜକୁ ହଜାଇ ଦେବା ସେତେବେଳେ ଏହା ଆମକୁ ଆଶଙ୍କା, ସମ୍ଭାବିତ ଦୁର୍ଘଟଣା, ଦୁର୍ଭାଗ୍ୟ ସବୁକୁ ରୂପ ଦେଇକି ଭବିଷ୍ୟତରେ ସବୁ ଅତଳ ଗର୍ଭକୁ ଟାଣିକି ନେଇଯିବ। ଯଦି ଆମେ ପ୍ରୀତିକର କଳ୍ପନା କରିବା ଯେତେ ଆଶାବାଦୀ ହେବା ସେଇ ଆଶା ଆମର ଲକ୍ଷ୍ୟକୁ ଉପଲବ୍ଧି କରିବାର ସମ୍ଭାବନା ସବୁଯାକ ସୃଷ୍ଟି କରିବ ଆଉ ନିଶ୍ଚିତ ଭାବରେ ଆମର ଲକ୍ଷ୍ୟ ଅନୁସାରେ ଆମେ ସବୁ ଉପଲବ୍ଧି କରିବା। ଏହିସବୁ କଳ୍ପନାକୁ ନେଇକି ଶ୍ରୀମା ଗୋଟିଏ ଗପ ଯେହେତୁ କହିଥିଲେ ସେଇ ଗପଟିକୁ ମୁଁ ବର୍ତ୍ତମାନ କହିବାକୁ ଯାଉଛି। ସେ ଜଣେ ଡାକ୍ତରଙ୍କ ବିଷୟରେ କହିଥିଲେ। ତାଙ୍କ ନାଁ ହେଉଛି କୁଏ। ସେ ମନସ୍ତାତ୍ତ୍ୱିକ ଚିକିତ୍ସା କରୁଥିଲେ, ସ୍ୱୟଂ ପ୍ରସ୍ତାବ ଦେଉଥିଲେ, କଳ୍ପନାର ପ୍ରକୃତ କାର୍ଯ୍ୟକଳାପ ବୋଲି କହୁଥିଲେ। ଯାହା କଳ୍ପନା କରି ବର୍ଣ୍ଣନା କରିବ ତାପରେ ସେ ବିଶ୍ୱାସ ଜନ୍ମ ନେଉଥିଲେ। ଏହିପରି ଭାବରେ ତାଙ୍କ ରୋଗୀଙ୍କୁ ସେ ଚିକିତ୍ସା କରୁଥିଲେ। ସେ ରୋଗୀମାନଙ୍କ ଉପରେ ଗୋଟେ କାଳ୍ପନିକ ରୂପ ଗଠନ କରିବାକୁ କହୁଥିଲେ। ଏହା ସେମାନଙ୍କ ଭିତରେ ନିରୋଗ ହୋଇଯାଉଛି ବୋଲି ଭାବନା ସୃଷ୍ଟି ହେଉଥିଲା, ଆରୋଗ୍ୟ ଲାଭ କରୁଛି ବୋଲି ଭାବନା ସୃଷ୍ଟି କରୁଥିଲା। ଏହି ପ୍ରକାର ଭାବନା ସବୁଯାକ ସୃଷ୍ଟି ହେଉଥିଲା। ତେଣୁ ଏହିସବୁ ରୂପ ଗଠନ କରି ସେ ଯେପରି ଫଳପ୍ରଦ ସେଥିପାଇଁ ସେ ବାରମ୍ବାର ରୋଗୀମାନଙ୍କୁ କହୁଥିଲେ ଆଉ ରୋଗୀମାନେ ବି ଭଲ ହେଉଥିଲେ। କୁଏ ଯାହା ସୁପାରିଶ କରିଥିଲେ, ସେ ଯେଉଁ ରୋଗୀମାନଙ୍କୁ ଆରୋଗ୍ୟ କରୁଥିଲେ ସେ ଜଣେ ଡାକ୍ତର ଥିଲେ। ସେ ରୋଗୀମାନଙ୍କୁ କହୁଥିଲେ ତୁମେ ନିଜକୁ ବାରମ୍ବାର କହିବ ଯେ ମୁଁ ଆଗ ଅପେକ୍ଷା ଭଲ ହୋଇଯାଉଛି, ଧୀରେ ଧୀରେ ମୁଁ ଭଲ ହୋଇଯାଉଛି, ମୁଁ ଶକ୍ତିଶାଳୀ, ମୋର ସ୍ୱାସ୍ଥ୍ୟ ଭଲ ଅଛି ଏବଂ ମୁଁ ଏହା ତାହା ସବୁ କିଛି କରିପାରିବି। ଏହିପରି ସେ ଜଣେ ଗୋଟେ ରୋଗୀକୁ ଭଲ କରିଥିଲେ। ସେ ଜଣେ ସେଇ ରୋଗୀଙ୍କର କେଶ ଉପୁଡ଼ି ଯାଉଥିଲା, ମୁଠା ମୁଠା କେଶ ଉପୁଡ଼ି ଯାଉଥିଲା। କେହି ଜଣେ ତାଙ୍କୁ କହିଲେ ଏ ପ୍ରକାର ତୁମେ କରିବା ପାଇଁ। ଆଉ ସେ ଡକ୍ଟର ପାଖକୁ ଯାଇଥିଲେ ଆଉ ଡକ୍ଟର କୁଏ ତାଙ୍କୁ କହିଲେ। ଆଉ ସେ ଯେତେବେଳେ କୁଣ୍ଡଉଥିଲେ ସେ ନିଜକୁ ଭାବୁଥିଲେ ଯେତେବେଳେ ମୋର କେଶ ଉପୁଡ଼ିବ ନାହିଁ। ପ୍ରଥମ ଥର କହିଲେ, ଦ୍ୱିତୀୟ ଥର କହିଲେ, ଏମିତି କେତେ ଦିନ ପର୍ଯ୍ୟନ୍ତ କହିଲେ। ପ୍ରଥମରେ ଏହା କାର୍ଯ୍ୟକାରୀ ହେଲା ନାହିଁ, କିନ୍ତୁ ସେ ପ୍ରତିଥର ଲାଗି ରହିଲେ, ଦର୍ପଣରେ ଦେଖୁଥିଲେ ଆଉ ମୁଣ୍ଡ କୁଣ୍ଡଉଥିଲେ। ମୋର ବାଳ ଧୀରେ ଧୀରେ କଅଁଳୁଛି ଆଉ ମୋର ବାଳ ଉପୁଡ଼ିବ ନାହିଁ ଧୀରେ ଧୀରେ। ଏମିତି ସେ ବାରମ୍ବାର ଗୋଟେ 1 ମାସ କହି ଚାଲିଲେ। ଏମିତି କହିବା ଦ୍ୱାରା ସେ ଦେଖି ଆଶ୍ଚର୍ଯ୍ୟ ଦେଲା, ବାଳ ଉପୁଡ଼ୁନି। ତାଙ୍କର ବାଳ ଉପୁଡ଼ିବା ବନ୍ଦ ହୋଇଗଲା। ତାପରେ ସେ
ଯେତେବେଳେ ବାଳ ଉପୁଡ଼ିବା ବନ୍ଦ ହୋଇଗଲା ତାପରେ ସେ କହିବାକୁ ଲାଗିଲେ ଯେ ବର୍ତ୍ତମାନ ମୋର କେଶ ବଢ଼ିଯିବ। ତାପରେ ଏମିତି କହି କହି ସେ ପ୍ରତିଦିନ ମୁଣ୍ଡ କୁଣ୍ଡେଇବାକୁ ଲାଗିଲେ, ଦର୍ପଣକୁ ଦେଖୁଥିଲେ। ଆଉ ଧୀରେ ଧୀରେ ବାଳ କଅଁଳିବା ଆରମ୍ଭ ହେଲା, ବାଳ ବଢ଼ିଲା ଆଉ ବି ସଫଳ ହେଲା। ଆଉ ତାଙ୍କର ମସ୍ତକ କେଶ ଭରାରେ ସୁନ୍ଦର ଦିଶିଲା। ତେଣୁ ଏହିପରି ଭାବରେ ଆମର କଳ୍ପନା ରହିଛି। ତେଣୁ ଏହାକୁ ଆମେ ଜାଣିଲେ ଏ କଳ୍ପନା ପ୍ରୀତିକର କଳ୍ପନା କରିବାଟା ଖୁବ୍ ଫଳପ୍ରଦ। ତେଣୁ ଏହା ମନରେ ଯେଉଁ ରୂପ ଦେଉଛି, ମନର ଅନ୍ୟ ଅଂଶ ଭଳି ସବୁ ଆଦৌ ସେମିତି ତାକୁ ସତର୍କ ରହିବାକୁ ପଡ଼ିବ। ସବୁବେଳେ କହିବ ମୁଁ ଏକ ରୂପ ନେଉଛି, ଏହା ସଫଳ ହେବ ନାହିଁ, ଏମିତି କେବେ ଭାବିବନି। ଆଉ ସବୁବେଳେ ଭାବିଲେ ସେସବୁ ନଷ୍ଟ ହୋଇଯିବ। ତେଣୁ ଖୁଏଙ୍କର ଯେଉଁ କଥା ଶ୍ରୀମା କହୁଛନ୍ତି, ଆଉ ସବୁବେଳେ ଆଶାବାଦୀ ହେଇକି ଆଉ ନିଜର କଳ୍ପନାକୁ ଠିକ୍ସେ ରଖିକି ଆଗକୁ ବଢ଼ିବାକୁ ପଡ଼ିବ। ତେଣୁ ଏହା ହିଁ ହେଲା ଶ୍ରୀମାଙ୍କର କଥା। ଆଉ ସବୁଠୁ ବଡ଼ କଥା ହେଲା ଆମେ ପ୍ରୀତିକର କଳ୍ପନା କରିବା। ତେଣୁ ମୋର ଏଇ କଥାକୁ ଏଇଠି ଶେଷ କରୁଛି। ପୁଣି ଥରେ ମା ଶ୍ରୀ ଅରବିନ୍ଦଙ୍କ ପାଖରେ ପ୍ରାର୍ଥନା କରୁଛି, ମଙ୍ଗଳରେ ରୁହନ୍ତୁ, ସପରିବାର ମଙ୍ଗଳରେ ରୁହନ୍ତୁ। ବନ୍ଦେ ମାତରମ୍, ବନ୍ଦେ ମାତରମ୍, ବନ୍ଦେ ମାତରମ୍।